एकदा एक सुंदर जंगल थाए। ସେହି ଜଙ୍ଗଲ ମଧ୍ୟରେ ଅନେକ ଗୁଡ଼ିଏ ପଶୁପକ୍ଷୀ ବାସ କରୁଥିଲେ ଏବଂ ସେଠାରେ ଗୋଟେ ବିଶାଳ ସିଂହ ରହୁଥିଲା। ସେ ସିଂହ ନିଜକୁ ବହୁତ ଶକ୍ତିଶାଳୀ ଏବଂ ଭଲ ମଣିଷର ଭାବୁଥିଲା। ସେ ଅତ୍ୟନ୍ତ ସାହସୀ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସାମର୍ଥ୍ୟ ଥିଲା। ସେ ଅନ୍ୟ ସମସ୍ତ ପଶୁପକ୍ଷୀମାନଙ୍କୁ ନିଜ ପାଖକୁ ଡାକି ସମସ୍ତଙ୍କର ସୁବିଧା ଅସୁବିଧା ବୁଝୁଥିଲା ଏବଂ ସେମାନଙ୍କୁ ଭଲ ଉପଦେଶ ମଧ୍ୟ ଦେଉଥିଲା। ଏବଂ ସେଠାରେ ମଧ୍ୟ ଏକ ଜ୍ଞାନୀ ଗୁଣୀରେ ପୂର୍ଣ୍ଣ ଶାଗୁଣାଟିଏ ରହୁଥିଲା, ଯିଏ ଅନ୍ୟ ସମସ୍ତଙ୍କୁ ତା ନିଜ ବିଷୟରେ କହୁଥିଲା ଯେ ସେ ସମସ୍ତ ଦେଶ ବିଦେଶ ବୁଲି ଏସବୁ ବିଷୟରେ ଜାଣିଛି ଏବଂ ଅନ୍ୟ ଦେଶମାନଙ୍କର ସୁବିଧା ଅସୁବିଧା ବିଷୟରେ ସେ ମଧ୍ୟ ସବୁ ପ୍ରକାର ଜ୍ଞାନ ରଖିଛି। ଏହା ସେ ଅନ୍ୟ ପଶୁପକ୍ଷୀମାନଙ୍କୁ ମଧ୍ୟ କହୁଥିଲା। ଏହାପରେ ଦିନକର କଥା, ଜଙ୍ଗଲରେ ମରୁଡ଼ି ପଡ଼ିଲା। ବର୍ଷାର ଅଭାବ ଦେଖାଗଲା। ସବୁ ପଶୁପକ୍ଷୀମାନେ ଚିନ୍ତାରେ ପଡ଼ିଲେ। କ'ଣ କରିବା? ଏହି ଦୁଃଖ ସମୟରେ ଆମକୁ କିଏ ବା ସାହାଯ୍ୟ କରିବ? ଜଳର ତ ଅଭାବ ଅଛି, ଗଛପତ୍ର ତ ଶୁଖିଗଲାଣି, ତେବେ ଆମେ ନିଜକୁ କିପରି ଜୀବିତ ରଖିବା? ଏହି ସବୁ କଥାକୁ ସିଂହକୁ ଆସି ସବୁ ପଶୁପକ୍ଷୀମାନେ ଜଣାଇଲେ ଏବଂ ସିଂହ ଏ ବିଷୟରେ ଭାବିଲା ଯେ କ'ଣ କଲେ ଠିକ୍ ହେବ। ଏହିସବୁ କଥାକୁ ଭାବିବାକୁ ଲାଗିଲା। ଏହାପରେ ସେ ଯାଇ ବିଲୁଆ ସହିତ କଥା ହେଲା ଏବଂ ବିଲୁଆକୁ ପଚାରିଲା, ଆରେ ବିଲୁଆ, ଆମ ଜଙ୍ଗଲରେ ଏପରି କେହି ଅଛି ଯାହାକୁ କି ଏହିସବୁ ସମସ୍ୟାର ସମାଧାନ ଜଣାଅଛି? ବିଲୁଆ ଟିକେ ଭାବିଲା ଏବଂ କହିଲା, ହଁ, ଆମ ଜଙ୍ଗଲରେ ଗୋଟେ ବଡ଼ ଶାଗୁଣା ଅଛି, ସେ ହିଁ ଏସବୁ ସମାଧାନ କରିପାରିବ। ସେ ସମସ୍ତଙ୍କୁ କହେ ଯେ ସେ ଦୂର ବିଦେଶ ଯାତ୍ରା କରିଛି ଏବଂ ସବୁ ଜାଗା ବିଷୟରେ ସେ ଜାଣିଛି, ତେବେ ସେ ହିଁ ଜାଣିଥିବ ଯେ ଏହିସବୁ ସମସ୍ୟାରୁ କିପରି ଆମେ ସମାଧାନ ପାଇପାରିବା। ଏହିସବୁ କଥା କହି ବିଲୁଆକୁ ସିଂହକୁ କହିଲା। ସିଂହ ତାକୁ କହିଲା ଯେ ହଉ, ତୁ ଯାଇ ତେବେ ସେଇ ଶାଗୁଣାକୁ ମୋ ପାଖକୁ ଡାକି ଆଣ ଏବଂ ମୁଁ ତାକୁ କିଛି ପ୍ରଶ୍ନ କରିବାର ଅଛି ଏହି ସମସ୍ୟାର ସମାଧାନ ବିଷୟରେ। ବିଲୁଆ ତତ୍ପର ଏହିସବୁ କଥା ଶୁଣି ବାହାରି ପଡ଼ିଲା ଜଙ୍ଗଲ ଅଭିମୁଖେ ଏବଂ ଯାଇ ପହଞ୍ଚିଲା ଶାଗୁଣା ପାଖରେ। ସେଠାକୁ ଯାଇ ପହଞ୍ଚି ବିଲୁଆ ଶାଗୁଣାକୁ କହିଲା, ଶାଗୁଣା ଭାଇ, ତମେ ଜାଣିଛ ଆମ ଜଙ୍ଗଲରେ ତ ଏବେ ବର୍ଷା ହେଉନାହିଁ, ମରୁଡ଼ି ପଡ଼ିଛି। ଏହାର ସମାଧାନ ପାଇଁ ସିଂହ ଭାଇ ତମକୁ ଡାକିଛନ୍ତି। ଏହା ଶୁଣି ଶାଗୁଣା କହିଲା, ହଉ ତେବେ ଠିକ୍ ଅଛି, ତମେ ଚାଲ, ମୁଁ ତମ ପଛରେ ଯାଉଅଛି। ଏହିସବୁ କଥାକୁ ବିଚାର କରି ଶାଗୁଣା ଟିକେ ଭାବିବାକୁ ଲାଗିଲା ଏବଂ ଉଡ଼ି ଉଡ଼ି ଯାଇ ପହଞ୍ଚିଲା ସିଂହ ପାଖରେ। ସେ ଯାଇ ପଚାରିଲା, କ'ଣ ହେଇଛି ସିଂହ ଭାଇ, ଆପଣ ମୋତେ ଡକେଇ ପଠାଇଥିଲେ? ସିଂହ କହିଲା, ତମେ ତ ଏହିସବୁ ବିଷୟରେ ଜାଣିଥିବ ଯେ ଜଙ୍ଗଲରେ ବର୍ତ୍ତମାନ ମରୁଡ଼ି ପଡ଼ିଛି, ବର୍ଷାର ଅଭାବ ଅଛି, ତେବେ ଏହିସବୁ ସମସ୍ୟାରୁ ଆମେ କେମିତି ସମାଧାନ ପାଇପାରିବା? ଶାଗୁଣା କହିଲା, ହଁ, ଏସବୁ କଥା ତ ମୁଁ ଜାଣିଛି। ଏହିସବୁରୁ ସମାଧାନ ପାଇବା ପାଇଁ ଆମକୁ ଅନ୍ୟ ଜାଗାକୁ ଯିବାକୁ ପଡ଼ିବ। ସିଂହ କହିଲା, ଆମେ ଜଙ୍ଗଲ ଛାଡ଼ି ଅନ୍ୟ ଜାଗାକୁ କିପରି ଯିବା? ଏହି ବିଷୟରେ ଆମେ ତ ଅଜ୍ଞ, ଆମେ ତ ଅଲଗା ଦେଶ ବିଷୟରେ କିଛି ବି ଜାଣିନାହିଁ। ଶାଗୁଣା କହିଲା, କିନ୍ତୁ ମୁଁ ତ ସବୁ କିଛି ଜାଣିଛି ନା, ମୁଁ ବହୁ ଦେଶ ବିଦେଶ ବୁଲି ଆସିଛି ଏବଂ ସେଠାକାର ପାଣି, ପବନ ଏବଂ କେଉଁଠାରେ ଭଲ ଘଞ୍ଚ ଜଙ୍ଗଲ ଏବଂ ଜଳପାଣି ମିଳିପାରିବ ସେହି ସବୁ ବିଷୟରେ ମୁଁ ଜାଣିଛି। ଏହା କହିଲା ଶାଗୁଣା। ସିଂହ ଏସବୁ କଥାକୁ ଶୁଣି ବିଲୁଆକୁ କହିଲା। ବିଲୁଆ ବି ମଧ୍ୟ କହିଲା,
ହଉ ଠିକ୍ ଅଛି, ତେବେ ଆମେ ଶ୍ରାଗୁଣା କଥାରେ ଯିବାଟା ହିଁ ଠିକ୍ ମନେ ହେବ, କାରଣ ଏହା ଛଡ଼ା ଆମ ପାଖରେ ଆଉ କୌଣସି ବି ଉପାୟ ନାହିଁ। ଏହିସବୁ କଥା ଶୁଣିବା ପରେ ଗୋଟେ ସଭା ଆୟୋଜନ ହେଲା। ସେହି ସଭାରେ ସିଂହ ସମସ୍ତଙ୍କୁ ଏକାଠି କଲା ଏବଂ ସେମାନଙ୍କୁ ପଚାରିଲା ଯେ ଶ୍ରାଗୁଣାର କଥାକୁ କେଉଁମାନେ ଠିକ୍ ବୋଲି ମନେ କରୁଛ? କ'ଣ ଆମେ ଏ ଜଙ୍ଗଲ ଛାଡ଼ି ଅନ୍ୟ ଜଙ୍ଗଲକୁ ଯିବାଟା ଉଚିତ ମନେ ହେବ? ସବୁ ପଶୁପକ୍ଷୀମାନେ ଏହି ବିଷୟରେ ଟିକେ ଭାବିବାକୁ ଲାଗିଲେ ଏବଂ ଭାବିଲେ ଯେ ଏଠାରେ ତ ପାଣି ନାହିଁ, ବର୍ଷା ମଧ୍ୟ ହେଉନାହିଁ, ଗଛ ଜଙ୍ଗଲ ଶୁଖିଗଲାଣି, ତେବେ ଏହା ଛଡ଼ା ଆମ ପାଖରେ କୌଣସି ଉପାୟ ନାହିଁ। ଆମେ ଅନ୍ୟ ଦେଶକୁ ଯିବାଟା ହିଁ ଉଚିତ ମନେ ହେବ। ଏହିସବୁ କଥା ସିଂହ ଶୁଣି ଭାବିଲା, ହଉ ଠିକ୍ ଅଛି, ତେବେ ଏହା ହିଁ ହେବ, ଆମେ ଅନ୍ୟ ଜାଗାକୁ ଯିବାଟା ହିଁ ଆମ ପକ୍ଷେ ଉଚିତ ମନେ ହେବ। ଏହାପରେ ଶ୍ରାଗୁଣା କହିଲା, ହଉ ତେବେ ମୁଁ ଆକାଶରେ ଉଡ଼ୁଥିବି ଏବଂ ତମେ ମୋତେ ଦେଖି ଦେଖି ମୋ ପଛରେ ଆସିବ। ସିଂହ କହିଲା, ତମେ ତ ବହୁତ ଉଚ୍ଚରେ ଉଡ଼, ଆମେ ତମକୁ କିପରି ଦେଖିବୁ? ସିଂହ ଏସବୁ କହିବା ପରେ ଶ୍ରାଗୁଣା କହିଲା, ହଉ ମୁଁ ଆପଣଙ୍କୁ ରାସ୍ତା ଦେଖେଇବି, ମୁଁ ଆଗେ ଆଗେ ଯିବି, ଆପଣ ମୋତେ ଅନୁସରଣ କରି ମୋ ପଛରେ ଆସିବେ ଏବଂ ମୁଁ ଆପଣମାନଙ୍କୁ ଏକ ସୁନ୍ଦର ଜଙ୍ଗଲ ପାଖରେ ନେଇ ପହଞ୍ଚେଇବି, ଯେଉଁଠାରେ କି ନିର୍ମଳ ଜଳ, ଜଙ୍ଗଲ, ଗଛଲତା, ସବୁଜ କ୍ଷେତ, ପଶୁ ପକ୍ଷୀ ଆଦି ସମସ୍ତେ ଅଛନ୍ତି, ଯେଉଁଠାରେ କି ଆମେମାନେ ଅତ୍ୟନ୍ତ ଖୁସିର ସହିତ ନିଜ ଜୀବନକୁ ଅତିବାହିତ କରିପାରିବା। ଏହିସବୁ କଥା ଶୁଣି ସିଂହ କହିଲା, ହଉ ଠିକ୍ ଅଛି, ମୁଁ ଏହିସବୁ ବିଷୟରେ ବିଲୁଆକୁ କହି ସମସ୍ତ ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ ଏହି ବିଷୟରେ ଆଦେଶ ଦେଇଦେଉଛି। ଆସନ୍ତାକାଲି ଆମେ ଏହି ଯାତ୍ରା ଆରମ୍ଭ କରିବା ଏବଂ ଯାଇ ଅନ୍ୟ ଦେଶରେ ପହଞ୍ଚିବା। ଏସବୁ ଭାବି ସେ ଏହି ବିଷୟରେ ଠିକ୍ କଲେ ଏବଂ ଅନ୍ୟ ଦେଶକୁ ଯିବା ପାଇଁ ଯାତ୍ରା ଶ୍ରାଗୁଣା ଆକାଶରେ ଉଡ଼ୁଥାଏ ଏବଂ ସମସ୍ତ ପଶୁପକ୍ଷୀ ତାହାର ରାସ୍ତା ଦେଇ ଯାଉଥାନ୍ତି। ସେ ରାସ୍ତା ଦେଖାଉଥାଏ ଏବଂ ସମସ୍ତ ପଶୁପକ୍ଷୀ ତାହାକୁ ପିଛା କରି ଆଗକୁ ଚାଲି ଯାଉଥାନ୍ତି। ଏହାପରେ ଦିନ ପରେ ଅନେକ ସମୟରେ ରାତି ପରେ ପୁଣି ଦିନ, ପୁଣି ରାତି, ଏମିତି ହେଇ ଅନେକ ଦିନ ବିତିଗଲା। ଏହାପରେ ସେମାନେ ଯାଇ ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଲେ ଏବଂ ସେଠାରେ ପାଣି ଅତ୍ୟନ୍ତ ନିର୍ମଳ, ଜଙ୍ଗଲ ଘଞ୍ଚଳିଆ ଏବଂ ଅନେକ ଜଳରାଶିରେ ପରିପୂର୍ଣ୍ଣ ସବୁଜ ନୀଳବର୍ଣ୍ଣର ଜଙ୍ଗଲ। ଏହା ଦେଖି ସମସ୍ତେ ଅତ୍ୟନ୍ତ ଖୁସି ହେଲେ।